ଅବସରପ୍ରାପ୍ତ ସୈନିକ ପାଟଣା ନାରାୟଣ ବାରିକ ବିଜୁ ଜନତା ଦଳର ବୁଦ୍ଧିଜୀବୀ ସମ୍ମିଳନୀ ପାଟନା ନିର୍ବାଚନ ମଣ୍ଡଳୀର କଣ୍ଟିଆପଡ଼ା ପଞ୍ଚାୟତ ଭୋଗପୋଷିଠାରେ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଦ୍ୱାରା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଧାୟକ ଭାବେ ବିଜୟୀ ହେବା ପାଇଁ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ପାଟଣା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତ ବୁଦ୍ଧିଜୀବୀଙ୍କ ଠାରୁ ପରାମର୍ଶ ନେଇଥିଲେ। କାର୍ଯ୍ୟକ୍ରମରେ ପାଟନା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଡକ୍ଟର ହରିଶ୍ଚନ୍ଦ୍ର ଚୌଧୁରୀ, ସଂଯୋଜକ କାନନ ବିହାରୀ ପହି, ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ ଉପସ୍ଥିତ ଥିଲେ। ବିଜେଡିକୁ ଯୋଡ଼ି ସଂଖ୍ୟାରେ ଭୋଟ ଦେଇ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ବୁଦ୍ଧିଜୀବୀମାନେ ପାଟଣା ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବିକାଶର ରୂପରେଖ ଉପସ୍ଥାପନ କରିଥିଲେ। ନିର୍ବାଚନରେ ପୁନର୍ବାର ବିଜୟୀ ହେଲେ ସମସ୍ୟାର ସମାଧାନ ନିଶ୍ଚିତ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅବସରପ୍ରାପ୍ତ ସୁବେଦାର ନାରାୟଣ ବାରିକ ପାଟଣାରେ ଏକ ଅବସରପ୍ରାପ୍ତ ସୈନିକମାନଙ୍କ ନିମନ୍ତେ କମ୍ୟୁନିଟି ଗୃହ, ଟ୍ରେଜେରୀ ସ୍ଥାପନ, ରେଜିଷ୍ଟ୍ରି କାର୍ଯ୍ୟାଳୟ ଆଦି ଜରୁରୀ ଥିବା ପ୍ରସ୍ତାବ ଦେଇଥିଲେ। ପାଟଣାରୁ ରଞ୍ଜନ ବାରିକଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ। କରିଥିଲୁ କିନ୍ତୁ ପ୍ରୋଗ୍ରେସରେ କୋଉ ଫାଇଲରେ ରହିଛି ସେଟା ଆମେ ବର୍ତ୍ତମାନ ସୁଦ୍ଧା ଖବର ପାଇନି ଏବଂ ମାନନୀୟ ବିଧାୟକ ମହୋଦୟଙ୍କୁ ଅନୁରୋଧ ଯେ ଆମେ ଗ୍ୟାରେଣ୍ଟି ଦେଉଛୁ ନେକ୍ସଟ ସରକାର ନିଶ୍ଚିତ ଆମର ବିଧାୟକ ଭାବରେ ଏମ୍ଏଲ୍ଏ ଜଗନ୍ନାଥ ନାୟକ ମହୋଦୟ ଏଇଠାରେ ହିଁ ଉପସ୍ଥିତ ହେବେ।